ପିଲାମାନେ ଏହା ହେଉଛି ତୁମର ସମେଟିଭ୍ ଆସେସମେଣ୍ଟ 1। ଏହା ହେଉଛି ତୁମର ଅର୍ଦ୍ଧବାର୍ଷିକ ପରୀକ୍ଷାର ସମ୍ପୂର୍ଣ୍ଣ ପ୍ରକୃତ ପ୍ରଶ୍ନପତ୍ର। ଠିକ୍ ଅଛି। ଏହା ହେଉଛି ଶ୍ରେଣୀ ତୃତୀୟ, ସମୟ 1 ଘଣ୍ଟା, ବିଷୟ ହେଉଛି ପରିବେଶ ଅଧ୍ୟୟନ ବିଜ୍ଞାନ। ଠିକ୍ ଅଛି, ପରିବେଶ ବିଜ୍ଞାନ। ଏଠାରେ ଲେଖିବ ତୁମର ନାମ ଲେଖିବ। ତାପରେ ଏଠାରେ ଲେଖିବ ତୁମର ପରୀକ୍ଷାର୍ଥୀଙ୍କ ତୁମର ରୋଲ୍ ନମ୍ବର। ଠିକ୍ ଅଛି। ତାପରେ ଏଇଠି ଲେଖିବ ତୁମର ବିଦ୍ୟାଳୟର ନାମ ଏଇଠି ଲେଖିବ। ତାପରେ ଏଇଠି ଲେଖିବ ତାରିଖ, ତୁମେ ଯେଉଁ ତାରିଖରେ ଏହି ପରୀକ୍ଷା ଦେଉଛ। ଠିକ୍ ଅଛି। ତାପରେ ଏଇଠି ତୁମେ କିଛି ଲେଖିବ ନାହିଁ, ଏହା ହେଉଛି ତୁମର ଶିକ୍ଷକଙ୍କ କାମ। ଠିକ୍ ଅଛି। ତାପରେ ଏଇଠି ତୁମ ଶିକ୍ଷକ ଦସ୍ତଖତ କରିବେ। ଏହା ହେଉଛି ପିଲାମାନେ ପୂର୍ଣ୍ଣାଙ୍କ 25 ମାର୍କର ପରୀକ୍ଷା। ଏହା ଲିଖିତ 20 ଏବଂ ମୌଖିକ 5 ମାର୍କ। କେତେ ମାର୍କ ପାଇଲେ ଏଇଠି ତୁମକୁ ଶିକ୍ଷକ ଦେବେ। ଠିକ୍ ଅଛି। ଦେଖିବା କେଉଁ ସବୁ ପ୍ରଶ୍ନ ଅଛି। ଉତ୍ତର ଲେଖିବ। ଠିକ୍ ଅଛି। ଉତ୍ତର ଲେଖିବ ସବୁଠାରୁ ବଡ଼ ଘାସ ଗଛର ନାମ କ'ଣ? ସବୁଠାରୁ ବଡ଼ ଘାସ ଗଛର ନାମ କ'ଣ? ଏଇଠି ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଗଛ ନହକା ପତର ବଙ୍କା। ଗଛ ନହକା ପତର ବଙ୍କା, ତା ଫଳ ବିକାଏ ମୁଠାଏ ଟଙ୍କା। ସେ କିଏ? ସେ କେଉଁ ଗଛଟି? ଏଇଠି ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଏକ ଶାଖା ନଥିବା ଗଛର ନାମ ଲେଖିବ। ଏଇଠି ତାହାର ଶାଖା ପ୍ରଶାଖା ନଥିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଅଛି, ଚିନି ପ୍ରସ୍ତୁତ ହେଉଥିବା ଉଦ୍ଭିଦର ନାମ କ'ଣ? ମାନେ କେଉଁ ଗଛରୁ ଚିନି ପ୍ରସ୍ତୁତ ହୁଏ, ସେଇ ଗଛର ନାମ ଏଇଠି ଲେଖିବ। ସେଇ ଗଛର ନାମ ତାପରେ ପରବର୍ତ୍ତୀ ପ୍ରଶ୍ନ, ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କରିବ। ଠିକ୍ ଅଛି। ଡେକ୍ସ ଗୋଟିଏ ଗୁଚ୍ଛମୂଳ ଥିବା ଗଛ। ଗୁଚ୍ଛମୂଳ ଗଛ କ'ଣ? ଆମ୍ବ, ଧାନ ନା ତେନ୍ତୁଳି? ଏଠାରେ ସଠିକ୍ ଉତ୍ତରଟି ହେଉଛି ଧାନ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ, ଡେକ୍ସ ଗୋଟିଏ ତୃଣଭୋଜୀ ପ୍ରାଣୀ। ତୃଣଭୋଜୀ ପ୍ରାଣୀ କିଏ? ସାପ, ଠେକୁଆ ନା ସିଂହ? ଏଠାରେ ଠେକୁଆ ହେଉଛି ଉତ୍ତର। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଉଦ୍ଭିଦ ଶ୍ୱାସକ୍ରିୟାରେ ଡେକ୍ସ ଗ୍ୟାସ୍ ଗ୍ରହଣ କରେ। କେଉଁ ଗ୍ୟାସ୍ ଗ୍ରହଣ କରେ? ଏଠାରେ ଅପସନ୍ ଅଛି ଅଙ୍ଗାରକାମ୍ଳ, ଅମ୍ଳଜାନ, ଯବକ୍ଷାରଜାନ। ତୁମେ ଲେଖିବ ଏହାର ସଠିକ୍ ଉତ୍ତର ହେଉଛି ଅଙ୍ଗାରକାମ୍ଳ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଡେକ୍ସ ଫଳର ଗୋଟିଏ ମାତ୍ର ମଞ୍ଜି ଥାଏ। ଡେକ୍ସ ଫଳର ଗୋଟିଏ ମାତ୍ର ମଞ୍ଜି ଥାଏ। କିଏ? ଅପସନ୍ ଅଛି ଆମ୍ବ, ଡାଳିମ୍ବ, ପିଜୁଳି। ଏଠାରେ ସଠିକ୍ ଉତ୍ତର ହେଉଛି ଆମ୍ବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, କିଏ କାହାକୁ ଖାଏ? କ୍ରମରେ ଲେଖିବ। ଏଠାରେ ଅଛି ବାଘ, ଗାଈ, ଘାସ। କ୍ରମରେ ଲେଖିଲେ କ'ଣ ହେବ? ପ୍ରଥମେ ଲେଖିବ ଘାସ, ଏଇଠି ଘାସ ଲେଖିବ। ତାପରେ ଏଇଠି ଲେଖିବ ଗାଈ, ତାପରେ ଏଇଠି ଲେଖିବ ବାଘ। ଅର୍ଥାତ୍ ଘାସ ଗାଈ ଖାଏ, ଗାଈକୁ ବାଘ ଖାଏ। ଠିକ୍ ଅଛି। ତାପରେ ପରବର୍ତ୍ତୀଟା ଭାଲୁ, ମାଛ, ଜିଆ। ଭାଲୁ, ମାଛ, ଜିଆ ଅଛି। ଠିକ୍ ଅଛି। ଏଇଠି ଲେଖିବ ପ୍ରଥମେ ଜିଆ, ଜିଆକୁ ମାଛ ଖାଏ, ତାପରେ ମାଛକୁ ଭାଲୁ ଖାଏ। ଏଇଠି ଭାଲୁ ଲେଖିବ। ତାପରେ ଠିକ୍ ଅଛି। ଗ ନମ୍ବର, ହରିଣ, ଘାସ, ସିଂହ। ଏଇଠି ପ୍ରଥମେ ଲେଖିବ ଘାସ, ଘାସକୁ କିଏ ଖାଏ? ହରିଣ। ଏଇଠି ହରିଣ ଲେଖିବ। ତାପରେ ହରିଣକୁ କିଏ ଖାଏ? ସିଂହ। ଏଇଠି ସିଂହ ଲେଖିବ। ତାପରେ ପରବର୍ତ୍ତୀ ପ୍ରଶ୍ନ, ସାପ, ପୋକ, ବେଙ୍ଗ। ସାପ, ପୋକ, ବେଙ୍ଗ। ଏଇଠି ଲେଖିବ ପ୍ରଥମେ ପୋକ, ପୋକକୁ ଖାଇ ବେଙ୍ଗ, ତାପରେ ବେଙ୍ଗକୁ ଖାଇ ସାପ। ଏଇଠି ସାପ ଲେଖିବ। ଠିକ୍ ଅଛି। ପରବର୍ତ୍ତୀ ପ୍ରଶ୍ନ ଦେଖିବା, ଖାଦ୍ୟାଭ୍ୟାସକୁ ଆଧାର କରି ପଶୁ ପକ୍ଷୀଙ୍କ ନାମ ଲେଖିବ। କେଉଁ ପଶୁପକ୍ଷୀ ଗୁଡ଼ିକ କେମିତି ଖାଆନ୍ତି ଲେଖିବ। ଖୁଣ୍ଟି ଖୁଣ୍ଟି କିଏ ଖାଏ? ଖୁଣ୍ଟି ଖୁଣ୍ଟି କିଏ ଖାଏ? ସେଇ ପକ୍ଷୀର ନାମ ଲେଖିବ ଏଇଠି। ଠିକ୍ ଅଛି। ତାପରେ ପାକୁଳି କରି କିଏ ଖାଏ? ପାକୁଳି କରି ଗାଈ ଖାଏ। ଠିକ୍ ଅଛି। ପାକୁଳି କରି ଗାଈ ଖାଏ। ଖୁଣ୍ଟି ଖୁଣ୍ଟି କରି ପକ୍ଷୀ ମାନେ ଖାଆନ୍ତି। ଠିକ୍ ଅଛି। ଏଇଠି ପକ୍ଷୀ କେଉଁ ପକ୍ଷୀ? କୁକୁଡ଼ା ଇତ୍ୟାଦି। ବୁଝିହେଲା। ତାପରେ ପାକୁଳି କରି ଏଇଠି ଖାଏ ଗାଈ, ବଳଦ, ଗାଈ ଖାଏ। ଠିକ୍ ଅଛି। ତାପରେ ଚାକୁ ଚାକୁ କରି କିଏ ଖାଏ? କୁକୁର, କୁକୁର ଏଇଠି ଚାକୁ ଚାକୁ କରି ଖାଏ। ତାପରେ ଜିଭରେ ଚାଟି ଚାଟି ଖାଏ। ଜିଭରେ ଚାଟି ଚାଟି କିଏ ଖାଏ? ଏଇଠି ଲେଖିବ। ଠିକ୍ ଅଛି। ତାପରେ ପରବର୍ତ୍ତୀ ପ୍ରଶ୍ନ ଦେଖିବା। ଧନ୍ୟବାଦ ପିଲାମାନେ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚୟ କମେଣ୍ଟରେ ଲେଖି ଜଣାଇବ। ତୁମେ ଯେଉଁ ପ୍ରଶ୍ନର ଉତ୍ତର ଜାଣିପାରିବ ନାହିଁ ନିଶ୍ଚୟ କମେଣ୍ଟରେ ଲେଖିବ ଏବଂ ଆମେ ସେହି ପ୍ରଶ୍ନର ଉତ୍ତର କମେଣ୍ଟ ମାଧ୍ୟମରେ ହେଉ କିମ୍ବା ଏକ ଭିଡ଼ିଓ ମାଧ୍ୟମରେ ହେଉ ତୁମ ପାଖକୁ ପହଞ୍ଚାଇ ଦେବୁ। ଠିକ୍ ଅଛି। ଏପରି ଭିଡ଼ିଓ ଦେଖିବା ପାଇଁ ଆମ ଏହି ଚ୍ୟାନେଲକୁ ନିଶ୍ଚୟ ସବସ୍କ୍ରାଇବ୍ କରିବ। ଠିକ୍ ଅଛି। ଧନ୍ୟବାଦ।